ଦର୍ଶକ ବନ୍ଧୁ ଦେଖନ୍ତୁ ସରକାରଙ୍କ ଦ୍ୱାରା ଆପଣମାନଙ୍କୁ ଘୋଷଣା କରାଯାଏ ଏପ୍ରିଲ 22ରେ ଆପଣମାନଙ୍କୁ ଦିଆଯିବ ନୂଆ ରାସନ କାର୍ଡ଼। ଯେଉଁମାନେ ବି ନୂଆ ରାସନ କାର୍ଡ଼ରେ ନାଁ ଡିଲିଟ୍ ହେଇଛି ଆଡ଼୍ ହେଇନ୍ତି ନୂଆ ରାସନ କାର୍ଡ଼ ଆପ୍ଲାଏ କରିଥିଲେ ସେମାନଙ୍କ ସମସ୍ତଙ୍କୁ ସରକାର ଦେବେ ନୂଆ ରାସନ କାର୍ଡ଼। ଦେଖନ୍ତୁ EKYC ପ୍ରକ୍ରିୟା ବର୍ତ୍ତମାନ ଚାଲିଥିଲା, ବର୍ତ୍ତମାନ ସରକାର କ'ଣ କଲେ ସେଇ ପ୍ରକ୍ରିୟାରେ କିଛି ମୋଡ଼ିଫିକେସନ୍ କରିଛନ୍ତି ଯାହାଫଳରେ ଆପଣମାନଙ୍କର ରାସନ କାର୍ଡ଼ରେ କିଛି ପରିବର୍ତ୍ତନ ହୋଇଛି। ତେଣୁ ସେଥିପାଇଁ ଆପଣଙ୍କୁ ନୂଆ ରାସନ କାର୍ଡ଼ ଆସିବ, ପୁଣି ରାସନ କାର୍ଡ଼ କଲର୍ ଚେଞ୍ଜ। ତେଣୁ କିଛି ଦିନ ପୂର୍ବରୁ ସରକାର ଘୋଷଣା କରିଥିଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼, ଯାହାଫଳରେ ଆପଣ ଫୁଡ୍ ଓଡ଼ିଶା ବା ଯାଇକିରି ସେଇଠି ଆପଣମାନେ ଦେଖିବେ ନାଗରିକ ଲଗ୍ଇନ୍ ସେ ଗୋଟେ ଡାଉନଲୋଡ଼ ଅପସନ୍ ରାସନ କାର୍ଡ଼ ଯେଉଁ ଅଛି ଦେଖନ୍ତୁ ପୂର୍ବରୁ, ବର୍ତ୍ତମାନ ସେ ଅପସନ୍ଟା ନାହିଁ। ତେଣୁ ସରକାର କହିଥିଲେ ଏପ୍ରିଲ 22 ସୁଦ୍ଧା ଆପଣମାନଙ୍କୁ କାର୍ଡ଼ ପ୍ରସ୍ତୁତ କରି ଆପଣମାନଙ୍କୁ ଦେବେ। ତାହେଲେ ଆପଣମାନେ କିପରି ସେଇଟା ଡାଉନଲୋଡ଼ କରିବେ ନୂଆ ସରକାର, ତାହେଲେ ଆପଣମାନେ କ'ଣ କରିବେ ଫୁଡ୍ ଓଡ଼ିଶା ୱେବସାଇଟ୍କି ଯିବେ, ସେଇଠି ଆପଣମାନେ ପାଇପାରିବେନି ଡାଉନଲୋଡ଼ ଅପସନ୍। ତେଣୁ ତା'ର ଗୋଟେ ଏକ୍ସଟ୍ରା ଲିଙ୍କ୍ ଅଛି, ଆପଣ ସେଇଥିରେ ମାରିବେ ଗୁଗୁଲ୍ ସର୍ଚ୍ଚ ମାରିବେ ଡାଉନଲୋଡ଼ ରାସନ କାର୍ଡ଼, ମାରିଲା ପରେ ଆସିବ ଏମିତି ଗୋଟେ ପେଜ୍। ବର୍ତ୍ତମାନ ରାସନ କାର୍ଡ଼ ନମ୍ବର ଆପଣଙ୍କ ଯେଉଁ 11 ଟିକିଆ ଡିଜିଟ୍ ନମ୍ବର ରାସନ କାର୍ଡ଼ ଅଛି ବର୍ତ୍ତମାନ ସେଇଗୁଡ଼ିକୁ ଏଇଠି ଆପଣ ବର୍ତ୍ତମାନ ଦେବେ। ଦେଲା ପରେ ଆପଣମାନଙ୍କ ଅଛି ଡାଉନଲୋଡ଼ ରାସନ କାର୍ଡ଼ ନହେଲେ ଡାଉନଲୋଡ଼ ଆକ୍ନୋଲେଜମେଣ୍ଟ ରିସିପ୍ଟ। ଯଦି ଆପଣ ନୂଆ ଆପ୍ଲାଏ କରିଥିବେ ହେଇନି ରାସନ କାର୍ଡ଼ ତାହେଲେ ଆକ୍ନୋଲେଜମେଣ୍ଟ ରିସିପ୍ଟ ଆସିବ, ଯଦି ହେଇଯାଇଛି ଆପଣଙ୍କୁ ଆସିବ ଡାଉନଲୋଡ଼ ଅପସନ୍ଟା ଆସିବ। ତେଣୁ ପ୍ରଥମେ ଆପଣ କ'ଣ କରିବେ ଏଠି ରାସନ କାର୍ଡ଼ ନମ୍ବର ଆସି ନମ୍ବର ଯେଉଁ ଲେଖା ସେଇଠି ବର୍ତ୍ତମାନ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସେଇଠି ବର୍ତ୍ତମାନ ଆପଣଙ୍କର ଦେବେ। ଦେଲା ପରେ ଆପଣମାନଙ୍କୁ କ'ଣ ଆସିବ ନା ଗୋଟେ OTP ଯିବ ଆପଣଙ୍କ ମୋବାଇଲକି। କାରଣ ଏଇଟା ହେଉଛି ସମସ୍ତଙ୍କର ନା ଯେ ଯାହା ରାସନ କାର୍ଡ଼ ଯିଏ କରିବ ତେଣୁ ଆପଣଙ୍କ ରାସନ କାର୍ଡ଼ ଅନ୍ୟ କିଏ ମିସ୍ୟୁଜ୍ କରିବ, ତେଣୁ ଆପଣଙ୍କୁ ତେଣୁ ପ୍ରଥମେ ଏଠି ଆପଣ ଲାଙ୍ଗୁଏଜଟାକୁ ଇଂଲିଶ ଚୁଜ୍ କରିଦେବେ। କଲା ପରେ ଆପଣମାନେ ରାସନ କାର୍ଡ଼ ନମ୍ବରଟିକୁ ଦେବେ। ଆପଣଙ୍କର 11 ଟିକିଆ ରାସନ କାର୍ଡ଼ ନମ୍ବର ଯେଉଁ ପୂର୍ବରୁ ଥିଲା, ଯେଉଁମାନେ ତ ନୂଆ ହେଇଛି ସେମାନଙ୍କୁ ଗୋଟେ ମିଳିଥିବା ନମ୍ବର ସେ ନମ୍ବର ଦେଇ କରିବେ, ଆଉ ଯେଉଁମାନେ ପୂର୍ବରୁ ମିଳିଥିଲା ସେ ବର୍ତ୍ତମାନ ଦେବେ। ଦେଲା ପରେ ଗୋଟେ OTP ଆପଣଙ୍କ ଫୋନ୍କୁ ଆସିବ, ଯେଉଁ ଫୋନ୍ ନମ୍ବର ରାସନ କାର୍ଡ଼ ସାଙ୍ଗରେ ଲିଙ୍କ୍ ଥିବ ସେଇ ନମ୍ବରଟିକୁ ଆସିବ। ଏଇଠି ଆସିବ OTP, ଏଣ୍ଟର OTP। ବର୍ତ୍ତମାନ OTPଟା ଆପଣ ଯାହା ଆସିବ ମୋବାଇଲକୁ ଆସିବ ମେସେଜ୍ ଆସିଲା ପରେ ଆପଣ ବର୍ତ୍ତମାନ ଏଇ OTPଟାକୁ ଏଇଠି ଦେବେ। ଏଇଠି ଦେଲା ପରେ ଦେଖନ୍ତୁ OTP ସେଣ୍ଡ ସକ୍ସେସଫୁଲି ଆସିଗଲା। ବର୍ତ୍ତମାନ ଆପଣଙ୍କୁ OTP ପଠାଇଦେଲା କି ୱେବସାଇଟ୍ରେ ଆପଣଙ୍କର ଡିପାର୍ଟମେଣ୍ଟରୁ ଆପଣଙ୍କୁ ମୋବାଇଲକୁ ଆସିଲା। ବର୍ତ୍ତମାନ ଆପଣ ସେଟାକୁ ଏଇଠି ଦେବେ। ଦେଲା ପରେ ଡାଉନଲୋଡ଼ କରିବେ। କଲା ପରେ ଦେଖନ୍ତୁ ଏମିତି ରାସନ କାର୍ଡ଼ଟି ଆସିବ। ଏଇଟା ହେଉଛି ରାସନ କାର୍ଡ଼, ଏଇଟା ମୁଁ ଇନଭିଜିବୁଲ୍ ଟିକେ କରିଦେଇଛି ଆପଣ ଦେଖନ୍ତୁ ଏମିତି କଲର୍ ଆସିବ। ଆଗରୁ ଯେମିତି ଆସୁଥିଲା ଏବେ ନେଳି କଲର୍ ଥିଲା, ଏବେ ସେଇଟା କ'ଣ ଆମର ଏମିତି କଲର୍ ହେଇଯାଇଛି, ରଙ୍ଗୀନ ଆସୁଛି, ଯାହାଫଳରେ ଆପଣମାନଙ୍କୁ ଏମିତି କାର୍ଡ଼ଟି ମିଳିବ। ଆପଣମାନେ ଏଇଟାକୁ ଡାଉନଲୋଡ଼ କରି ଦେଖନ୍ତୁ। ଯଦି କୌଣସି ଏମର୍ଜେନ୍ସି କାମ ହେଉଛି ଏଇଟା ବର୍ତ୍ତମାନ ୟୁଜ୍ କରିପାରିବେ। କାରଣ ସରକାର କହିଥିଲେ ଯେ ରାସନ କାର୍ଡ଼ 22ରୁ ସମସ୍ତଙ୍କୁ ଦେବେ। ତେଣୁ ସରକାର ସେ ଡାଉନଲୋଡ଼ କରି ପ୍ରିଣ୍ଟ କରି ଲାମିନେସନ୍ କରି ଆପଣମାନଙ୍କୁ ଦେବେ। କହିନ୍ତି ମାନେ ଦେବେ, କିନ୍ତୁ ଯଦି ଆପଣମାନଙ୍କ କୌଣସି ଆଗରୁ ଦରକାର ହେଉଛି ତାହେଲେ ଆପଣମାନେ ଏଇ ପ୍ରୋସେସ୍ରେ ଯାଇକରି ଡାଉନଲୋଡ଼ କରିପାରିବେ। ଆପଣଙ୍କ ରାସନ କାର୍ଡ଼ଟା ଏମିତି ଦେଖାଯିବ। ରାସନ କାର୍ଡ଼ରେ ଆପଣଙ୍କର ଯାହା ବି କୌଣସି ତଥ୍ୟ ଥିବ ଆପଣ ଦେଖିପାରିବେ। ଯଦି ଆପଣଙ୍କ ରାସନ କାର୍ଡ଼ କୌଣସି ବି ଚେଞ୍ଜ ହେଇନି ସେ ଡେଟ୍ ଥିବ, ଯଦି ଚେଞ୍ଜ ହେଇଛି ସବୁ ପରିବର୍ତ୍ତନ ହେଇକରି ଆସିବ। ତେଣୁ ସରକାର ଯେଉଁ ଘୋଷଣା କରି କହିଥିଲେ ଯେ ସମସ୍ତଙ୍କୁ ରାସନ କାର୍ଡ଼ ମିଳିବ, ତେଣୁ ଆପଣମାନେ ପାଇଯିବେ, କୌଣସି ଅସୁବିଧା ନାହିଁ। ସରକାର ଖୁବ୍ ଶୀଘ୍ର ସମସ୍ତଙ୍କୁ ଯୋଗାଇ ଦେବେ। ଏହା ହେଉଛି ସରକାରଙ୍କର ପ୍ରତିଶ୍ରୁତି। ଆପଣମାନଙ୍କୁ ଖୁବ୍ ଶୀଘ୍ର ଏଇଟା ମିଳିଯିବ, କାରଣ ନେକ୍ସଟ ରାସନ କାର୍ଡ଼ ଯେବେ ମିଳିବ ଆପଣମାନଙ୍କୁ ଏଇଟା ମିଳିଯିବ। ତେଣୁ ସରକାରଙ୍କର ଏଇଟା ବଡ଼ ଘୋଷଣା, ଆପଣମାନେ ପାଇଯିବେ। ତେଣୁ ଏଇ ଗୋଟେ ଅପଡ଼େଟ୍ ନ୍ୟୁଜ୍। ଭିଡ଼ିଓ ଭଲ ଲାଗେ ଲାଇକ୍ କରିବେ। ନମସ୍କାର।